ଏପ୍ରିଲ ମାସରେ 12ଟି ରାଶିର ଲୋକମାନେ କିଭଳି ପ୍ରଭାବିତ ହେବେ ସେ ସମ୍ପର୍କରେ ମୁଁ ଆପଣମାନଙ୍କୁ କହୁଛି। ମୁଁ ଆଚାର୍ଯ୍ୟ ଧର୍ମରାଜ ସାକ୍ଷୀ ଆଷ୍ଟ୍ରୋ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଜ୍ୟୋତିଷ ଶାସ୍ତ୍ରକୁ ମାମୁଲି ମଣିବା ଅନୁଚିତ। ଜ୍ୟୋତିଷ ପାଠ ବିଜ୍ଞାନ ଗ୍ରହ ଗୁଡ଼ିକର ଚଳନ ଓ ଅବସ୍ଥାନକୁ ବିଚାର କରି ଜ୍ୟୋତିଷ ଶାସ୍ତ୍ର ରଚନା କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅସାଧାରଣ ଗଣିତୀୟ, ସାହିତ୍ୟ, ସଂସ୍କୃତ, ବିଜ୍ଞାନ, ଭୂଗୋଳ, ଇତିହାସ, ମହାକାଶ ମଣ୍ଡଳ, ଜୀବବିଜ୍ଞାନ, ଭୂବିଜ୍ଞାନ ଏସବୁ ପାଠକୁ ଏକାଠି କରିଦେଲେ ଯେଉଁ ପାଠ ହୁଏ ତାହା ହେଉଛି ଜ୍ୟୋତିର୍ବିଜ୍ଞାନ। ଜ୍ୟୋତିଷ ପାଠଟିକୁ ଠିକ୍ ଭାବରେ ହଜମ କରିପାରିଥିବାରୁ ସାମନ୍ତ ଚନ୍ଦ୍ରଶେଖର ମାତ୍ର 2 ଖଣ୍ଡ କାଠି ସାହାଯ୍ୟରେ ପାହାଡ଼କୁ ମାପି ଦେଇ ପାରିଥିଲେ। ଇତିହାସରେ ବହୁ ରାଜାଙ୍କ ଦରବାରରେ ରାଜଜ୍ୟୋତିଷ ନିଯୁକ୍ତ ପାଇଥିଲେ। ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ରାଜାମାନେ ଯୁଦ୍ଧ ଅଭିଯାନ କରୁଥିଲେ। ଜ୍ୟୋତିଷଙ୍କ ପରାମର୍ଶରେ ରାଣୀ ହଂସପୁରକୁ ଯାଉଥିଲେ। ଜ୍ୟୋତିଷଙ୍କ ପରାମର୍ଶରେ ରାଜକନ୍ୟାଙ୍କର ସ୍ୱୟଂବର କରାଯାଉଥିଲା। ଏସବୁ ବିଚାର କଲେ ଆପଣମାନେ ଭାବୁଛନ୍ତି କି ଜ୍ୟୋତିଷ ପାଠ ଏକ ମାମୁଲି? ଚଳିତ ଦୋଳ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ପଡ଼ୁଛି। ଭାରତରେ ଉକ୍ତ ଚନ୍ଦ୍ରଗ୍ରହଣ ପାଳନୀୟ ନୁହେଁ, କିନ୍ତୁ ତା ମାନେ ନୁହେଁ ଯେ ଆକାଶ ମଣ୍ଡଳରେ ଚନ୍ଦ୍ର ରାହୁଗ୍ରସ୍ତ ହେବ ନାହିଁ। ତେଣୁ ସବୁ ରାଶିଗୁଡ଼ିକ ଉପରେ ଚନ୍ଦ୍ରଗ୍ରହଣର ପ୍ରଭାବ ପଡ଼ିବ। ଏପ୍ରିଲ 24 ତାରିଖରେ ବୃହସ୍ପତି କ୍ରମେ ଦୁର୍ବଳ ହେବେ। ରବିବାର ଦିନ ପୂର୍ଣ୍ଣମୀ ତିଥି ପଡ଼ୁଛି। ସୋମବାର ଦିନ ପ୍ରାୟ 2ଟା ପର୍ଯ୍ୟନ୍ତ ରହିବ। ତେଣୁ ମେଷ ରାଶି ବିଶିଷ୍ଟ ଲୋକଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ। ବିବାଦରେ ବିଜୟୀ, ଉଚ୍ଚ ପଦବୀରେ ନିଯୁକ୍ତି, ବିପୁଳ ଧନ ଲାଭ, ଜମି ବାଡ଼ି, ଘର, ଯାନବାହନ କିଣିପାରନ୍ତି। ମୀନ ରାଶିରେ ବୁଧ, ରାହୁ ଓ ସୂର୍ଯ୍ୟ 3ଟି ଗ୍ରହ ଅବସ୍ଥାନ କରୁଥିବାରୁ ମେଷ ରାଶି ଉପରେ ସେତେଟା କୁପ୍ରଭାବ ପଡ଼ିବନି। ଅନ୍ୟ ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସ କିଭଳି ରହିବ ସେ ସମ୍ପର୍କରେ ଗୋଟିଏ କାହାଣୀ କହୁଛି, ସେଇଥିରୁ ବୁଝିଯିବେ। ଗୋଟିଏ ଚୋର ଘୋଡ଼ାଟିଏ ଚୋରି କରି ତାକୁ ବିକିବା ପାଇଁ ହାଟକୁ ଗଲା। ହାଟରେ ବହୁ ଲୋକ ଘୋଡ଼ାଟିକୁ ଭଲକିରି ଦେଖୁଥାନ୍ତି। କେହି କେହି ଘୋଡ଼ାର ରଙ୍ଗକୁ ପସନ୍ଦ କରୁଥାନ୍ତି ତ କେହି ଘୋଡ଼ାର ମଜବୁତ ଶରୀରକୁ ପସନ୍ଦ କରୁଥାନ୍ତି। ମାତ୍ର କେହି ଘୋଡ଼ାର ଦାମ କେତେ ବୋଲି ଚୋରଟିକୁ ପଚାରୁନଥାନ୍ତି। ହାଟ କରିବାକୁ ଆସିଥିବା ଲୋକମାନେ ଘୋଡ଼ାକୁ ଦେଖିଦେଇ ପଳାନ୍ତି। ବେଶ କିଛି ଘଣ୍ଟା ଧରି କୌଣସି ଗରାଖ ନ ଆସିବାରୁ ଚୋର ମନଟି ବିଷର୍ଣ୍ଣ ହୋଇଯାଇଥାଏ। ହାଟ ବନ୍ଦ ହେବାକୁ ଅଳ୍ପ କିଛି ସମୟ ଅଛି। ଗୋଟିଏ ଲୋକ ଆସି ଚୋରଟିକୁ ଘୋଡ଼ାଟିର ଦକ୍ଷତା ଓ କରାମତି ସମ୍ପର୍କରେ ପ୍ରଶ୍ନ କଲା। ତହୁଁ ଚୋର ତାକୁ ଜବାବ ଦେଲା, ଘୋଡ଼ାଟିର ଦମ ଜାଣିବାକୁ ଚାହୁଁଛ ଯଦି ଘୋଡ଼ା ପିଠିରେ ବସି ପରଖି ନିଅନ୍ତୁ। ଚୋର ନିକଟରୁ ଅନୁମତି ପାଇ ଲୋକଟି ଘୋଡ଼ା ପିଠିରେ ବସି ଲାଞ୍ଜରେ ହାତ ମାରିଦେଲା। ଘୋଡ଼ାଟି ବିଜୁଳି ବେଗରେ ସେଠାରୁ ଅନ୍ତର୍ଧାନ ହୋଇଗଲା। ବହୁତ ସମୟ ବିତିଲା। ଘୋଡ଼ାଟି କି ସେ ଲୋକ ଫେରିଲେନି। ଘୋଡ଼ା ଫେରିବା ବାଟକୁ ଅନାଇ ରହିଥିବା ଲୋକମାନେ ଚୋରକୁ କହିଲେ, ଭାଇ, ସେ ଲୋକଟା ଘୋଡ଼ାକୁ ଧରି ପଳାୟନ କରିଛି। ତମେ ସେ ଲୋକଟା ନିକଟରୁ ଆଗତୁରା ଘୋଡ଼ା ବାବଦ ପ୍ରାପ୍ୟ ନ ରଖି ତାକୁ ଘୋଡ଼ା ପିଠିରେ ବସିବାକୁ ଅନୁମତି ଦେଇ ବିରାଟ ଭୁଲ କରିଛି। ଏତିକି କହି ଲୋକମାନେ ଆପଣା ଆପଣା ବାଟରେ ଫେରିଗଲେ। ଚୋର ବିଚାରା କାନମୁଣ୍ଡା ଆଉଁସି ଆଉଁସି ଘରକୁ ଫେରିଲା। ଗ୍ରାମରେ ଲୋକମାନେ ଚୋରକୁ ପଚାରିଲେ, ଆରେ ବାବୁ,
ଘୋଡ଼ାଟିକୁ କେତେ ଟଙ୍କାରେ ବିକିଲ? ତହୁଁ ଚୋର ସେମାନଙ୍କୁ ଜବାବ ଦେଲା, ଯେତିକିରେ କିଣିଥିଲି ସେତିକିରେ ବିକିଲି। ଏ ଗପରୁ ଆପଣ କ'ଣ ଠଉରାଇଲେ? କଥା କହି ଜାଣିଲେ ସୁନ୍ଦର, ମଥା ବାନ୍ଧି ଜାଣିଲେ ସୁନ୍ଦର। ପରିସ୍ଥିତି ଓ ପରିବେଶକୁ ଦୃଷ୍ଟିରେ ରଖି ବୁଦ୍ଧି ଖଟାଇଲେ ମହାବିପଦରୁ ରକ୍ଷା ପାଇଯିବ। ପ୍ରତିଯୋଗିତାରେ ବିଜୟ ଲାଭ କରିବ। ତା ନହେଲେ ମହାବିନାଶକୁ ଡାକି ଆଣିବା ସୁନିଶ୍ଚିତ। ଗପରେ ଚୋରଟି ନିଜକୁ ବେଶି ଚାଲାକ ଭାବୁଥିଲା। ଘୋଡ଼ାଟିକୁ ଚୋରି କରି ଆଣି ବିକିଦେଇ 2 ପଇସା ପାଇବ ବୋଲି ଚିନ୍ତା କରୁଥିଲା। କିନ୍ତୁ ଯେଉଁ ଲୋକଟି ତାକୁ ଘୋଡ଼ାର ଦକ୍ଷତା ସମ୍ପର୍କରେ ପ୍ରଶ୍ନ କଲେ, ସେଇଠି ଚୋର ତାର ସଂଯମତା ହରାଇଥିଲା ଏବଂ ଛୋଟିଆ ଭୁଲଟେ କରିଦେଲା। ଲୋକଟିକୁ ଘୋଡ଼ା ପିଠିରେ ବସି ଘୋଡ଼ାର ଦକ୍ଷତା ମାପିବା ପାଇଁ ଅନୁମତି ଦେଇଦେଲା, ଯାହାଫଳରେ କି ଘୋଡ଼ାଟି ଚାଲିଗଲା ଏବଂ ତାର ପରିଶ୍ରମର କୌଣସି ମୂଲ୍ୟ ରହିଲା ନାହିଁ। ତ ଏପ୍ରିଲ ମାସରେ ସବୁ ଗ୍ରହର ଲୋକମାନେ କିଛି ନା କିଛି କ୍ଷତି ସହିବେ ଏବଂ ଲାଭ ପାଇବେ। କିନ୍ତୁ ଏହି ଲାଭ ତାଙ୍କର ବୁଦ୍ଧି ବିବେକ ଉପରେ ନିର୍ଭର କରେ। ଯଦି ପରିସ୍ଥିତି ସହିତ ଖାପ ଖୁଆଇ ବୁଦ୍ଧିକୁ ପ୍ରୟୋଗ କରି ନ ପାରିଲେ, ତେବେ କ୍ଷତି ସୁନିଶ୍ଚିତ। ଆର୍ଥିକ କ୍ଷତି, ବଦନାମ ସବୁକିଛି ମୁଣ୍ଡେଇବେ। ମୋର ପରାମର୍ଶ ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣେଇବେ। ମୋର ଉପଦେଶ ଆପଣଙ୍କୁ ଭଲ ଲାଗୁଥିଲେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଧନ୍ୟବାଦ, ରହୁଛି।